ସମସ୍ତଙ୍କୁ ମୋର ନମସ୍କାର। ମୁଁ ବିଭୀଷଣ ଆଉ ଗୋଟେ ସୁନ୍ଦର କାହାଣୀ ନେଇ ଆପଣମାନଙ୍କ ସମ୍ମୁଖରେ। ଆଜିର କାହାଣୀଟି ହେଉଛି ପୂଜା। ଭଗବାନଙ୍କୁ ପୂଜା ନ କଲେ ଚଳିବ, କିନ୍ତୁ ଭଲ ପାଇବା ନହେଲେ ଚଳିବନି। ଭଗବାନଙ୍କୁ ପୂଜା ନ କର, କିନ୍ତୁ ଭଲ ପାଅ। ଭଲ ପାଇବା ନିହାତି ଆବଶ୍ୟକ, ସ୍ନେହ କରିବା ବି ଆବଶ୍ୟକ। ଏମିତି ଲାଗିବା ଦରକାର ଯାହା କରୁଛନ୍ତି ଠିକ୍ କରୁଛନ୍ତି, ଯାହା କରିବେ ଠିକ୍ କରିବେ, ଯାହା କରିଛନ୍ତି ବି ଠିକ୍ କରିଛନ୍ତି। ତ ବାତ୍ସଲ୍ୟ ଭରା ପ୍ରେମ ଭଗବାନଙ୍କୁ କରିବା ନିହାତି ଆବଶ୍ୟକ। ଖାଲି ପୂଜା କରିଦେଲେ ଯେ ଭଗବାନ ସନ୍ତୁଷ୍ଟ ହେଇଯାଆନ୍ତିନି। ଭଗବାନଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ଭଲ ପାଇବା ଦରକାର, ପ୍ରେମ ଦରକାର, ବାତ୍ସଲ୍ୟ ଭରା ପ୍ରେମ, ସ୍ନେହ। ତାହେଲେ ଯାଇ ଭଗବାନ ସନ୍ତୁଷ୍ଟ ହେବେ। ଆମେ ମିଛରେ ଖାଲି ପୂଜା କରିଦେଇକି ପୂଜାରୁ ବାହାରି ଆସିକି ମିଛ କଥା କହିବା, ଅନ୍ୟମାନଙ୍କ ପ୍ରତି ଘୃଣା ହିଂସା ମନୋଭାବ ରଖିବା, ତ କେବେ ହେଲେ ବି ଭଗବାନ ସନ୍ତୁଷ୍ଟ ହେବେନି। ଅନ୍ୟମାନଙ୍କୁ ଦୟା, ଭଲ ପାଇବା, ଆଦର କଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି। ଭଗବାନଙ୍କୁ ବାତ୍ସଲ୍ୟ ଭରା ପ୍ରେମ କରିବା, ଅନ୍ୟମାନଙ୍କୁ ସହଯୋଗ ସହାନୁଭୂତି କରିବା, ତାହେଲେ ଯାଇ ଭଗବାନ ସନ୍ତୁଷ୍ଟ ହେବେ। ଆସନ୍ତୁ ସମସ୍ତଙ୍କୁ ଭଲ ପାଇବା, ଭଗବାନଙ୍କୁ ବାତ୍ସଲ୍ୟ ଭରା ପ୍ରେମ କରିବା। ରହୁଛି, ପୁଣି ଦେଖା ହେବ ଆଉ ଗୋଟେ ସୁନ୍ଦର କାହାଣୀରେ। ଜୟ ଶ୍ରୀରାମ, ଜୟ ଜୟ ଶ୍ରୀରାମ।